ନା ନାଇଁ ମୁଁ ଚିଫ୍ ସେକ୍ରେଟାରୀ ଧନ୍ୟବାଦ ଦେବି। ମୁଁ ତାଙ୍କୁ ଦେଖା କରିଥିଲି ଅନୁମର୍ଗ ତାଙ୍କର ମୋର ଭଲ ସମ୍ପର୍କ। ଜଣେ ଦକ୍ଷ ମହିଳା ଇରିଗେସନ୍ ଥିଲାବେଳେ ମୁଁ ଗୋଟେ ରୋଡ଼ କରାଇଛି। ସେ ମୋ କଥା ଶୁଣନ୍ତି। ମୁଁ ତାଙ୍କୁ କହିଥିଲି ଏ ଜାଗର ପୂର୍ବରୁ ଆପଣ ଗୋଟେ ରିଭ୍ୟୁ କରନ୍ତୁ, କାରଣ ଯେଉଁଦିନ ବଡ଼ ନୀତି, ଯେଉଁଦିନ ଯାନି ଯାତ୍ରା, ସେଇଦିନ ସେବାୟତ ଥିବେ ବନ୍ଦ କରିଦେଉଛନ୍ତି। ଏ ସେବାୟତ ମାନେ ବଞ୍ଚିଛନ୍ତି ତାଙ୍କ ପାଇଁ, ତାଙ୍କ ଜାଗାରେ ଘର କରିଛନ୍ତି, ତାଙ୍କ ଜାଗା ବିକ୍ରି କରି କୋଟି କୋଟି ରୋଜଗାର କରୁଛନ୍ତି। ତାଙ୍କ ନୀତି କେମିତି ସୁନ୍ଦର হবে ସମସ୍ତଙ୍କର କର୍ତ୍ତବ୍ୟ। ବାମୁଣ ନିଯୋଗ, ବଡ଼ୁ ନିଯୋଗ, ସମର୍ଥା ନିଯୋଗ, ବେହେରା ନିଯୋଗ, ବାରିକ ନିଯୋଗ, ପୂଜା ପଣ୍ଡା ନିଯୋଗ, ଆମର କ୍ଷେତ୍ରବାସୀ ନିଯୋଗ, ଯେତେ ନିଯୋଗ ସବୁ ଭଲ ଲୋକ, 90% ଭଲ ଲୋକ, ଠିକ୍ ଭାବେ ନୀତି କରନ୍ତି। ଲିଙ୍ଗରାଜର ମୁଁ ସେଠି 20 ବର୍ଷ ଟ୍ରଷ୍ଟି ଥିଲି। 60 ବର୍ଷ ହେଲା ଜାଗର ବିଷୟରେ, ରଥ ବିଷୟରେ, ଆମର ଲିଙ୍ଗରାଜ ଫେଷ୍ଟିଭାଲ ବିଷୟରେ ବୁଝି ଆସୁଛି ପିଲାଟି ଦିନୁ। ମୁଁ ସ୍କୁଲ ବେଳୁ ଗୋଟେ ଭଲେଣ୍ଟିୟର, ଲିଙ୍ଗରାଜ ଗୋଟେ ସେବାୟତଠୁ ବଳିକିରି ଭଲେଣ୍ଟିୟର, ଆଜି ବି ସେଇ ଭଲେଣ୍ଟିୟର। ଆମେ କଲାଣୁ ଭଜନ ପ୍ରାୟ 55 ବର୍ଷ ହେଲାଣି। ଏ ବର୍ଷ ଆସୁଛନ୍ତି ଆମର ନିତିନ ମୁକେଶ, ତା ସାଥିରେ 7 ଜଣ ବମ୍ବେରୁ, ଏବଂ ଜୁନିୟର ଅମିତାଭ ବଚ୍ଚନ, ଜଣେ ଜୁନିୟର ଇଏ ଲତା ମଙ୍ଗେଶକର ଆସୁଛନ୍ତି, ଆଉ ରାଜ୍ୟରୁ 42। ସନ୍ଧ୍ୟା 7ଟାରୁ ଆମର ଭଜନ ଆରମ୍ଭ ହୁଏ ଜାଗର ଦିନ ସକାଳ ହରିହର ଭେଟ ପର୍ଯ୍ୟନ୍ତ। ପ୍ରତ୍ୟେକ କଳାକାରକୁ ଆମେ ସୁଯୋଗ ଦେଉ କହିବା ପାଇଁ। ସେ ଦଳ ମତ ଆମେ ସମସ୍ତଙ୍କୁ ଡାକିଛୁ, ମୁଖ୍ୟମନ୍ତ୍ରୀ ଡାକିଛୁ, ଗଭର୍ଣ୍ଣରଙ୍କୁ ଡାକିଛୁ, ନବୀନ ପଟ୍ଟନାୟକ ଡାକିଛୁ, ଭକ୍ତ ଦାସଙ୍କୁ ଡାକିଛୁ, ସାମଲଙ୍କୁ ଡାକିଛୁ। ଆମର ଦଳ ସେଠି ନାହିଁ। ଆମେ ସମସ୍ତଙ୍କୁ ଅନୁରୋଧ କରୁ। ମୁଁ ଆସି ତାଙ୍କୁ ଦେଖା କରିବା ପାଇଁ ସେଇଥିପାଇଁ, ଯେମିତି ଜାଗର ସୁନ୍ଦର ଭାବେ ହେବ, ଠିକ୍ ସମୟରେ ହେବ। ଯାହା ହଉ ରିଭ୍ୟୁ କରି ଚିଫ୍ ସେକ୍ରେଟାରୀ କହିଛନ୍ତି 10:30 ବେଳେ ଦୀପ ଉଠିବ। ସେଇ 10:30 ବେଳେ କେମିତି ଦୀପ ଉଠିବ, କାରଣ ଫରେନ୍ରେ ଲୋକ ଅନେଇକି ବସିଛନ୍ତି। ଆଜିକାଲି ଇଲେକ୍ଟ୍ରୋନିକ୍ ମିଡ଼ିଆ ଆପଣମାନଙ୍କ ଜରିଆରେ ଦେଖୁଛନ୍ତି କେମିତି ମାନେ ଦୀପ ଉଠିଲେ ଖାଇବେ। 11ଟା 12ଟା 1 ହେଇଗଲେ ସେମାନେ ଅପମାନ ଆମକୁ ଦେଉଛନ୍ତି। ଆମେ ସେବାୟତଙ୍କ ଗୋଡ଼ ହାତ ଧରିକି କରାଉଛୁ, କର୍ମଚାରୀଙ୍କ ଗୋଡ଼ ହାତ ଧରି କରାଉଛୁ। ସେ ଯାହା ହଉ ଆସନ୍ତୁ ସମସ୍ତେ, ସରକାର, ସବୁ ସେବାୟତ, ଜନସାଧାରଣ, ଆମେ ନୀତି ଲିଙ୍ଗରାଜଙ୍କର ଜାଗର ଦିନ ଠିକ୍ ଭାବେ କରିବା ଏବଂ ଠିକ୍ 10:30 ବେଳେ ମହାଦୀପ ଉଠିବ। ଭଜନ ସମାରୋହରେ ଯୋଗ ଦେବ। ଆପଣମାନେ ଆପ୍ୟାୟିତ ହେବେ, ଆନନ୍ଦିତ ହେବେ, ଶୁଣିବେ, ଭଲ ହେବ।